ଏଥୁ ଅନନ୍ତରେ ଜଣେ ଶୁଣମାନ ରସ ଚାର ଯାଇ ଜଣାଇଲା ରାବଣର ପାଶ ଶ୍ରୀରାମ ଲକ୍ଷ୍ମଣ ଆଦି ପାଇଲେ ଜୀବନ ରଣଘାତେ ପଡ଼ିଥିଲେ ହୋଇ ଅଚେତନ ଯୁଦ୍ଧ ଭୂମିରେ ବସି ନ କରନ୍ତି ବିଚାର ରାତ୍ରେ ପଶି ଲଙ୍କାକୁ କରିବେ ଛାର ଖାର ଅବଦାନ ଆଜ୍ଞା ମଣିଲା ଶାର୍ଦୁଳ ମହାରାଜ କି ସମ୍ବାଦ ଶାର୍ଦୁଳ ଆଜ୍ଞା ଆପଣଙ୍କ ପୁଅ ସେ ଯୋଉ ବଡ ଜ୍ୟୋତି ଆଉ ସାନ ଜ୍ୟୋତି ଉଭୟଙ୍କୁ ନିହତ କରିକି ଆସିଥିଲେ ରଣ କ୍ଷେତ୍ରରେ ଆଜ୍ଞା ସେ ଜ୍ୟୋତି କି ମନ୍ତ୍ର ଜାଣିବି ଆଜ୍ଞା ପୁଣି ଥରେ ଉଠିକି ବସିକି ଆଜ୍ଞା ସେ ଖାଲି ଶପଥ କରୁଛନ୍ତି ଆଉ ଛାଡ଼ିବେନି ଆଜ୍ଞା ଆପଣଙ୍କ ବଂଶ ଅଂଶ ସମସ୍ତିକି ଆଜ୍ଞା ନାଶ କରିଦେବେ ଚାର ମୁଖରୁ ଶୁଣିନ ରାବଣ ଚକିତ ସୁକ ସାରଣଙ୍କୁ ଡାକି କହଇ ତ୍ୱରିତ ଇନ୍ଦ୍ର କୋପେ କିଞ୍ଚୁ ଲୋକ ନାଶ ହୋଇଥାନ୍ତି ଆଷାଢ଼ ମାସରେ ଗର୍ଜନରେ ସେ ଜନ୍ମନ୍ତି ଆଘାତ ପାଇ ମାୟାରେ ହୁଅନ୍ତି ଅଚେତନ କିଛି କାଳ ପରେ ପୁଣ ଲଭନ୍ତି ଚେତନ ହେ ମନ୍ତ୍ରୀ ସୁକ ସାରଣ ମହାରାଜ ଦୂତର କହିବା ଅନୁଯାୟୀ ଏ ଭଲୁ ମର୍କଟ ମାନେ କି ମନ୍ତ୍ର ଜାଣିଛନ୍ତି ଯେପରି ନିଆଁକୁ ଦେଖିଲେ କିଡ଼ା ମାନେ ମୃତ୍ୟୁବରଣ କରନ୍ତି ପୁନର୍ବାର ହୋଇ ତାଙ୍କ ବସ୍ତ୍ର ବିସ୍ତାରିତ ହୁଏ ସେହିପରି ଭାବରେ ଏ ଭଲୁ ମର୍କଟ ମାନେ ନିହତ ହେଉଛନ୍ତି ହେଲେ ପୁନର୍ବାର କିଏ ଆଙ୍କୁ ଜୀବନ ପ୍ରଦାନ କରୁଛି ମାନବ ଜଟା ଧରିକି ବିଦ୍ୟା ଶିଖି ଅଛି ସେହିପରି ରୁକ୍ଷ ବାନରଙ୍କୁ ଜିଆଉଛି ଏମନ୍ତ ବଚନ ଶୁଣି ବାର ସେନାପତି ଆଗ ବଢି ଜଣାନ୍ତି ଶୁଣି ମା ଲଙ୍କପତି ହେ ଆଜ୍ଞା ଆମ୍ଭଙ୍କୁ ତିନି ପୁରପତି ନରବାନର ସହିତେ ଦେବତୀ ନିପାତି ଇଏ ଜ୍ୟୋତି ରାମ ଲକ୍ଷ୍ମଣ ଏ ମନ୍ତ୍ର ଜାଣିଛନ୍ତି ସେ ମନ୍ତ୍ର ବଳରେ ସମସ୍ତ ସୈନ୍ୟମାନଙ୍କୁ ସେ ଜୀବନ ପ୍ରଦାନ କରୁଛନ୍ତି ହେଲେ ସେନାପତି ଏ ରାମ ଲକ୍ଷ୍ମଣ ନିହତ ହେବା ଦରକାର ମହାରାଜ ଆପଣ ମନରୁ ସୂଚନା ଦୂର କରନ୍ତୁ ମହାରାଜ ଆମ ବାର ସେନାପତିଙ୍କୁ ଆଦେଶ ଦିଅନ୍ତୁ ମହାରାଜ ଆଜି ଯୁଦ୍ଧରେ ସେ କପି ଭଲୁକ ମର୍କଟ ସହିତ ସେ ଦ୍ୱୟଜତୁକୁ ନିହତ କରିବୁ ମହାରାଜ ଚନ୍ଦ୍ର ସୂର୍ଯ୍ୟ ଆଦି ଯେ 33 କୋଟି ଦେବେ ଏମାନେ ସାହା ହୋଇ ନ ରଖି ନ ପାରିବେ ବିଧାତା ତାଙ୍କ ଲଲାଟେ ଯାହା ଲେଖିଥିବ ତାହା ପୋଛି ମାରିବୁ ଶୁଣ ହେ ଦଶଗ୍ରୀବ ବିଧାତା ତାଙ୍କ ଭାଲପଟରେ ଯାହା ଲେଖା ଥାଉ ଆଜ ଯୁଦ୍ଧରେ ଏ ବାର ସେନାପତିଙ୍କ ହସ୍ତରୁ ସେ କପି ଭଲୁକ ମର୍କଟ ଆଉ ଜ୍ୟୋତି ଦ୍ୱୟଙ୍କର ନିସ୍ତାର ନାହିଁ ନିଶ୍ଚିତ ଆଜି ଯୁଦ୍ଧରେ ସେମାନଙ୍କୁ ନିହତ କରିବୁ ଆଦେଶ ଦିଅନ୍ତୁ ଲଙ୍କପତି ନିଶରେ ହସ୍ତ ଦେଇନ ଅଧର କାମଡ଼ି ଶୁଣି ସନ୍ତୋଷେ ରାବଣ ବାନ୍ଧିଦେଲା ଶାଢ଼ୀ ଶାର୍ଦୁଳ ବାର ସେନାପତି ଆଜି ଯୁଦ୍ଧ
সন্তোষে রাবণ বান্ধি দেলা শাড়ি ভিতরে হস্ত দেইল অধর কামড়ি সৈন্য সহিতরে সে বাহার হইলে ଅନଙ୍ଗ କହେ ମନରୁ ବେଗରେ ସେ ଗଲେ ବାର ସେନାପତିଙ୍କର ବାର ସେନାପତିଙ୍କର ବାର ସେନାପତିଙ୍କର ବାର ସେନା ମାରନ୍ତେ ଭୟ କଲେ বিপতি দিলে বেদান্ত গণরান্ত করি কুম্ভ অসুর বজ্রদস্ত্র প্রধান ধূম্রাক্ষ মহোদর প্রবীর বাহু সহিতে অকম্পন বীর ভদ্রাঙ্গ বিরূপাক্ষ অতি বলিয়ার রথମାନଙ୍କରେ ବସି ଆଉଛନ୍ତି ମୋଛ ডাকিনি চণ্ডী বাহার করি উচ্চ বাচ তেরে কার ধ্বনি করি মিড়িলে মহন দেখি রহ ডাকে বানর রাজন জয় রাম অসুরে বিবাহ পাইলে বিপতি বিভীষণ কুবেরিলে হস্ত সেনাপতি শ্রীরামଙ୍କୁ ছাড়িল লক্ষণ বনাহে অঙ্গদ তুণ্ড বারিণ ধরে বসিলে জয় রাম ମାନର ଭଲୁକ ସୈନ୍ୟ ହେଲେ କୋଟି କୋଟି ଅସୁରଙ୍କ ସୈନ୍ୟ ତହିଁ ଯାଉଛନ୍ତି ଘୋଟି ହନୁମାନ ରହିଲାରେ ଲଙ୍କାଗଡ଼ ଦ୍ୱାରେ ନିବାସେ ଢାଳଇ ଅନ୍ଧାରେ ଅତି ଘୋଡ଼ା ଘଟା ରହି ପିଞ୍ଜାରା କର ঘাটে ঘটা পিঙ্কি করই ধর সম্ভার দেখি রঘুকুল রাণ সম্ভার দেখি রঘুকুল রাণ বসাই রবি দেবে দশ মান জয় রাম ছাড়ি দেলে হস্তি মহিলে লটিলে তিনি কোটি রক্ষী বলে অসিদ্ধার্থ অশ্ব অপরাধ হইবে বিনাশ এইপরি নাচুଛନ୍ତି সুমিত্রা কুমার ସମୟରେ ପୂର୍ଣ୍ଣଦୀପ ପ୍ରକାଶ ଶହେ ବାର ସୈନ୍ୟ ବାରଣ ହୋଇଲେ
प्रभु शक्ति सबको जानिला जय राम आय कपट देखिए सजे भानुमती पड़ी अकल्पन कुमारुति बसिला कमारी मारी मारी मुंड बड़ी चिल्लाइला श्रीराम मोहर नीर धरे बहिला जय राम विशाल नील सबर अतिबरु टाण नीलमर बंद मारी निमातार प्राण देखी दुर्गाक्षणी गोविंदे बाण अग्निसुत देह हेरा कांदरे छाईर कोटि कोटि ब्रह्मांड जाऊ दरे पूरी बंधे बही धूम्राक्षर बाण धरी जय राम प्रहारी माइना मन धन्य हनुमान आकाशे शोभिला जय राम वज्रदुष्ट सुग्रीव बसिला कमारी मुंडको मुंड मारी करी सिंहरी Alori tare supremo tanto pranone Monotono entramo e ramo prosanti jaya rama असुरंग सेनापति मोहन पराई श्री रामचंद्र ताकू अछंती गोराई देशे व्याध भागई तुम पछपति सदे गोराई छंती प्रभु वंशपति असुरंग पीठिरे पड़ु अछि सर शीघ्र पड़ाई पशिले गरर भीतर जय राम प्रभु देखी हुड़ा हुड़ी देले लंकार रमणी भारतीय देह राजा देह करेला
ଜୟ ଜନକ ଦୁହିଁତି ଶିବଙ୍କ ମୁଖକୁ ଚାହିଁ ବୁଝିଲେ ଗୌରୀ ବିଷ୍ଣୁ ବୋଲି ଚିହ୍ନିଲେ ସେ କେମନ୍ତେ ଅସୁରୀ সহজে প্রকাশ যা প্রকাশ বত্রিশ লক্ষণ মান সুরাগ যুগ নেত্রী মোহর বচন বুদ্ধি গম্ভীর দেবী প্রতিদিনী তিনি পদ্মপত্র যিনি যাহাଙ୍କର আখিরে মূଳ ହୁଇ ଶୁଣିଲ ସେ ରଘୁକୁଳ ସାଇ ସୁବଳ ଗୁଣ୍ଡିଚେ ଗଲେ ସୈନ୍ୟ ବାହୁଡ଼ାଇ ନିତ୍ୟ କର୍ମ ବଢ଼ାଇଲ ଧରାସନ କଲେ ଅନନ୍ତ କହ କୃଷ୍ଣାଜିରେ ପହୁଡ଼ିଲେ ଜୟ ରାମ ଗଡ଼େ ପଶିବା ବାରତା ପାଇଲ ରାବଣ ଇନ୍ଦ୍ରଜିତକୁ ଘେନିଲ ଧାଇଲା ମୋହନ ଅବଧାନ ଆଜ୍ଞା ମଣିମା ଶାର୍ଦୁଳ ମହାରାଜ 12 ସେନାପତି ଯୁଦ୍ଧକୁ ଯାଇଥିଲେ ଯାଇଥିଲେ ଆଜ୍ଞା 12 ସେନା ଯୁଦ୍ଧକୁ ଯାଇଥିଲେ ଆଜ୍ଞା ସେ ଯୋଉ 12 ସେନା ଯୋଉ ଯୁଦ୍ଧ କଲେ ସେ 12 ସେନାକୁ ସେ ସୁବଳ ଆରପଟକୁ ନେଇକି ଫୋପାଡ଼ିକି ଆଉ ସେ ଯୋଉ ହନୁ ଲଙ୍ଘର ପଡ଼ା ସେ ଆଜ୍ଞା ଗଡ଼ରେ ବସିକି ଆଜ୍ଞା ଆମ ସମସ୍ତଙ୍କୁ ଆଜ୍ଞା କି ମାଡ ଆଜ୍ଞା 12 ସେନା ସେଇଆଡ଼େ ଆଉ ଏ ହନୁ ଆମ ଗଡ଼ ଭିତରେ ବସିକି ଆଜ୍ଞା ଆମ ସୈନ୍ୟକୁ ଖାଲି ବାଡ଼େଇ ଦେଇ ଯାଉଛି ଶାର୍ଦୁଳ ମହାରାଜ ମର୍କଟ ମାନଙ୍କର ଏତେ ଶକ୍ତି ଆଜ୍ଞା ସେ ରାମ ଲକ୍ଷ୍ମଣ ମାନବ ତାଙ୍କର ମୁଁ ଦେଖୁଛି ବହୁତ ଶକ୍ତି ଯାଅ ଶାର୍ଦୁଳ ଆଜ୍ଞା ମୋର ପୁତ୍ର ମେଘନାଦକୁ ମୋ ନିକଟକୁ ଡାକି ଆଣ ଠିକ କଥା ଆଜ୍ଞା ମୁଁ ଦେଖିବି ମେଘନାଦ। ଏ ରାମ ଲକ୍ଷ୍ମଣକୁ ରାବଣ ହସ୍ତରୁ କିଏ ରକ୍ଷା କରିବ ଠିକ କଥା ଆଜ୍ଞା ଗଡ଼େ ମେଘନାଦ। ପଶିବା ବାରତା ପାଇଲ ରାବଣ ଇନ୍ଦ୍ରଜିତକୁ ଘେନିଲ ଧାଇଲା ମୋହନ ସିଂହଦ୍ୱାର ଠାରେ ଦେଖିଲା ଦୈତ୍ୟ ରାଣ ବାତେ ଦଳ ଦଳ ଯାଇ କମ୍ପେ ଅପଘନ ବିଷୟ କି ବୋଲି ନ ପଚାରେ ଲଙ୍କେଶ୍ୱର ନିଶେ ହସ୍ତ ଦେବାର କି ଗଲାଣି ପାଶର ପୁତ୍ର ମେଘନାଦ ପିତାଶ୍ରୀ ତୁ 2 ଥରରେ ସେ ରାମ ଲକ୍ଷ୍ମଣକୁ ନିହତ କରୁଛୁ ହେଲେ ସେ ପୁନର୍ବାର ଜୀବନ ଦାନ ପାଉଛନ୍ତି ପିତା ପୁତ୍ର ଏ ବାର୍ତ୍ତା ଦୂତ ଠାରୁ ଶୁଣିବା ପରେ ମୋର ମସ୍ତକ ତଳକୁ ହେଇଯାଉଛି ହେ ପୁତ୍ର ମେଘନାଦ ମୁଁ ଚାହେଁ ସେ ରାମ ଲକ୍ଷ୍ମଣଙ୍କର ମୃତ୍ୟୁ ଆଉ ସେ ନର ଭଲୁ ମର୍କଟ ମାନଙ୍କର ରକ୍ତରେ ମୋର ଲଙ୍କାଙ୍କର ସଜିତ
কাহান্তি উচে বলে দশানন করপত্র জড়িল যে চার জনাইলে সেমানে মলারু সর্পে পড়াই অইলে ঠাকুর মহারাজ ধ্রুমাক্ষ কম্পନ ବିରୋଧୀ ଯାଇଥିଲେ ଯୁଦ୍ଧକୁ ଆଜ୍ଞା ସେମାନେ କେଉଁଠାରେ ଅଛନ୍ତି କୁହ ଶୀଘ୍ର ଆଜ୍ଞା ବାର ସେନାପତି ଗଲେ ତାଙ୍କ ପଛେ ଅକମ୍ପନ ଫକମ୍ପନ ସମ୍ପନ୍ନ ସବୁ ଆଜ୍ଞା ଆଉ ତାଙ୍କର କିଛି ରଖିଲାନି ସବୁ ଆଜ୍ଞା ତାଙ୍କୁ ଗଦାରେ ପିଟିକିରି ସବୁ କୁତ କୁତ କରିଦେଇଗଲା ଆଜ୍ଞା ସେମାନେ ଯେତେବେଳେ ମୁଁ ଦେଖିଲି ନିହତ ହେଇଗଲେ ଆଜ୍ଞା ମୁଁ ଲୁଚିକିରି ପଳେଇ ଆଇଲି ଆପଣ ବାହାକୁ ଖବର ଦେବାକୁ ନହେଲେ ମତେ ବି କୁତକୁତା କରିଦେଇଥାନ୍ତା ଏହା ଶୁଣି ରାବଣ ବିସ୍ମୟ ହୋଇଲା ଇନ୍ଦ୍ରଜିତ ସେନାପତି କି ଯେ ଧିକ୍କାରିଲା ନିଶେ ହସ୍ତ ଦେଇନ ଖଡ଼ଗ ଝମକାଇ ପ୍ରତିଜ୍ଞା କରିଥିଲ ରଖିଛ କେଉଁଠାଇ ଛାଗଳ ପଶିଲା ପ୍ରାୟ ବ୍ୟାଘ୍ର କ୍ରୋଡ଼େ ଆସି নিচে ক্ষত্রি বোলাও যে ন পারিল নাসি ଇନ୍ଦ୍ରଜିତ ନିଶରେ ହସ୍ତ ଦେଇ ଯୋଉ ବୀରପଣ ଦେଖାଉଥିଲ କାହିଁ ତମର ସେ ବୀରପଣ କାହିଁ ତମର ସେ ବୀରତ୍ୱ ଯେପରି ସିଂହ ପଲକୁ ଦେଖି ଏ ଭଲୁ ମାର୍କଟ ମାନେ ପଳାୟନ କରନ୍ତି ସେଇପରି ଭାବରେ ତମେ ରାମ ଲକ୍ଷ୍ମଣଙ୍କୁ ଦେଖି ପଳାୟନ କରିଛ ଧିକ୍କାର ତୁମର ବଳକୁ ଧିକ୍କାର ତୁମର ବଳକୁ সেনাপতি মানে শুনি বদন পতিলে অনঙ্গ নরেন্দ্র কহে যে যাহারে গলে কহুচন্তি চন্দ্র চূড় শুণ গো গৌরী হে শুণ গো গৌরী রাবণ দৈত্য মনরে বড়
ନିଯୁକ୍ତ କର ରାଜପଡ଼କୁ। ମହୋଦର ଯୋଡୁ ବାକ୍ୟ ରୋହିତକୁ ଚାହିଁ ରୋହିତକୁ ଚାହିଁ ଆଜ୍ଞା ଦେଲା କୁମ୍ଭକର୍ଣ୍ଣ ଆଣରେ ଉଠାଇ ତାକୁ ଘରେ ବିଚାରିତେ ଶିବାଏ ଯୁଦ୍ଧରେ। ବିରୁପାକ୍ଷ ମହାରାଜ ସମସ୍ତ ଆଶା ବିଶ୍ୱାସକୁ ହରାଇ ରାବଣ ଆଜି ଚିନ୍ତା ସାଗରରେ ଭାସି ଯାଇଛି। ହେଲେ ଏ ଲଙ୍କାର ବୀର ଶଲ୍ୟ କୁମ୍ଭକର୍ଣ୍ଣ ମୋର କନିଷ୍ଠ ଭ୍ରାତ ଶୟନ କରିଛି। ଯାଅ ସୈନ୍ୟମାନଙ୍କୁ ନେଇ ମୋର ଭାଇ କୁମ୍ଭକର୍ଣ୍ଣକୁ ମୋ ନିକଟକୁ ନେଇ ଆସ। ଠିକ କଥା ଆଜ୍ଞା। ଦେଖିବି ରାମ ଲକ୍ଷ୍ମଣ ମୋ ଭାଇ ହସ୍ତରୁ ତମକୁ କିଏ ରକ୍ଷା କରିବ। ଠିକ କଥା ଆଜ୍ଞା। କୁମ୍ଭକର୍ଣ୍ଣ ଆପଣଙ୍କର ଜ୍ୟେଷ୍ଠ ଭାଇ, ସାନ ଭାଇ ଆଜ୍ଞା, ସାନ ଭାଇ। ଆଉ ଆଜ୍ଞା ସେ ରାମ ଲକ୍ଷ୍ମଣ ଆଉ ସେ ଘର ଭଡ଼ାକୁ ଆଉ ତ୍ରାହି ନାହିଁ। ଆଜ୍ଞା ପରମାରେ ବେନି ରଜ ଚଢି ଗଲେ ରଜ ଚଢି ଗଲେ ଆଇପୁରେ ପ୍ରବେଶି ତାହାର ପାଶରେ ମିଳିଲେ ନିଦ୍ରା ଗହରେ କିସେ ଜନ୍ମେ ବିଦ୍ୟା ପରବତରେ। আই অনেক ডাক দেইন মাত্র বজাইলে মাত্র বজাইলে আই দশ বিংশ ঘোড়া চড়ি অঙ্গে দুয়াইলে তথা হস্তিয়ে আরম্ভে উঠে অসুরিয়ে। অনরে সতে ভারত তৈর কথাই তৈর কথাই ধারি দেলে মহরে কর্ণরন্ধ্রে দেই কুম্ভ শ্রুতি তদন্তরে বসিলা কচেতিয়ে। আইয়া বড় আজ্ঞা মানিল হইলা বাহার হইলা বাহার আই গুরু বাক্য কহিলারু সমস্ত গোচর করে সুমূঢ়ে। ଏ ଦୁର୍ବାକ୍ଷ ଆଜ୍ଞା କାହିଁକି ମୋତେ ଅସମୟରେ ମୋର ନିଦ୍ରା ଭଗ୍ନ କଲ? କୁହ, କାହାର ନିର୍ଦ୍ଦେଶରେ ମୋ ନିଦ୍ରା ଭଗ୍ନ କଲ? ଆଜ୍ଞା ଆମର କିଛି ଆଜ୍ଞା ସୈନ୍ୟମାନଙ୍କର ଦୋଷ ନାହିଁ ଆଜ୍ଞା। ମହାରାଜାଙ୍କର ଆଦେଶ ମହାରାଜାଙ୍କର ଆଦେଶ। ଆପଣଙ୍କୁ ଉଠେଇ ଆଣିବା ପାଇଁ ନିଦ୍ରାରୁ। ଆପଣଙ୍କର ବଡ଼ ଭାଇ ଆମକୁ ନିର୍ଦ୍ଦେଶ ଦେଇଥିଲେ, ଆମର ମହାରାଜା ତ୍ରିପୁର ବିଜୟୀ ଦଶାନନ କୁମ୍ଭକର୍ଣ୍ଣଙ୍କୁ ଉଠେଇ ଆଣ ନିଦ୍ରାରୁ। ଆମର ଆଜ୍ଞା ଆମେ ତାଙ୍କ ଆଜ୍ଞା ପାଳନ କରୁଛୁ। ଆସନ୍ତୁ ଆଜ୍ଞା, ଆମର ଦୋଷ ନାହିଁ ଆଜ୍ଞା।